ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ନାଁ ଧରି ଆଜି ପୁଣି ଥରେ କଟାକ୍ଷ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ମନ୍ମଥଙ୍କ ନିଜସ୍ୱ ପରିଚୟ ନାହିଁ ଓ ସେ ତାଙ୍କ ବାପାଙ୍କ ନାଁ ଧରି ବୁଲୁଛନ୍ତି ବୋଲି କହିଛନ୍ତି। ପିଲାମାନେ ବୟସ୍କ ହୋଇଗଲେ ସେମାନେ ନିଜେ ନିଜର ପରିଚୟ ତିଆରି କରନ୍ତି, ମାତ୍ର ବିଜେଡି ପ୍ରାର୍ଥୀ ମନ୍ମଥଙ୍କର ଏବେ ବି ସୁରଙ୍କ ବିନା କୌଣସି ପରିଚୟ ନାହିଁ। ଏହା ପରିବାରବାଦ ନୁହେଁ ତ ଆଉ କ'ଣ ବୋଲି ଅପରାଜିତା ପ୍ରଶ୍ନ କରିଥିବା ବେଳେ 24 ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। 27 ବର୍ଷର ବିଜେଡି ପାଖରେ ଜଣେ ପରିପକ୍ୱ ଓ ନିଜସ୍ୱ ପରିଚୟରେ ପରିଚିତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ଭଳି କ୍ଷମତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ତାଚ୍ଛଲ୍ୟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ମନ୍ମଥ ହେଉଛନ୍ତି ତାଙ୍କଠୁ ବୟସରେ ଖୁବ୍ ସାନ। ସେ ନିର୍ବାଚନ ପ୍ରଚାରରେ ଯାଇ ଜଣେ ବ୍ୟକ୍ତିଙ୍କ ଘରେ ବସିଥିବା ବେଳେ ସେଠାରେ ଜଣେ କହିଲେ ସୁର ପୁଅ ନିର୍ବାଚନରେ ଠିଆ ହୋଇଛନ୍ତି। ତାଙ୍କର ଏଭଳି କଥାକୁ ସଙ୍ଗେ ସଙ୍ଗେ ବିରୋଧ କରିଥିଲି। ସୁର ପୁଅ କହିବା ଉଚିତ ନୁହେଁ, ତାଙ୍କ ନାଁ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲି। ମାତ୍ର ସେ କହିଥିଲେ ବିଜେଡି ପ୍ରାର୍ଥୀଙ୍କର ନିଜସ୍ୱ ପରିଚୟ ନାହିଁ। ସେ ତାଙ୍କ ବାପାଙ୍କୁ ଧରି ଚାଲିଛନ୍ତି। ବାପାଙ୍କ ନାଁ ନାହିଁ ତାଙ୍କର ନାଁ, ତାଙ୍କର ବ୍ୟକ୍ତିତ୍ୱ କ'ଣ ଅଛି? ଏଭଳି କଥା ଶୁଣି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲି ବୋଲି ଅପରାଜିତା କହିଛନ୍ତି। ରିପୋର୍ଟ ଖୁଲାସା ନ୍ୟୁଜ୍।